ଗୋଟେ ଚାଲିଲା ଯୁଦ୍ଧ ଟଙ୍କା ସହିତ ଟଙ୍କାର ଯୁଦ୍ଧ ବୁଦ୍ଧି ସହିତ ବୁଦ୍ଧିର ଆଉ ଶେଷରେ ଶ୍ୟାମଳ ବାବୁ ହାରିବାର ଦେଖି ଏକ ହେଇବାକୁ ଛୁଆ ଆଉ ଗୋଟେ ମଜା କଥା କଣ ଜାଣିଛ ସେଇ ଶ୍ୟାମଳ ବାବୁର ଗାଡିରେ କଚେରୀ ବାହାରେ କିଏ ବସିଥିଲେ ଆମ ନୂଆ ବୋଉ ବୁଝିଲ ନ ବଡ ନୂଆ ବୋଉ ଭାଇଙ୍କର ସହରରେ ଏତେ ବଦନାମ ତଥାପି ଗୋଟେ ନିଦ ଭାବୁଛି ପ୍ରଭୁ ପ୍ରଭୁ ଚରିତ ଦାରୁଭୂତ ମୁରାରୀ କଣ ହବ ତମେ ତ ଜାଣିଛ ନାକଟାକୁ କାଟିଦେଲେ ରକ୍ତଟା ପାଟିରେ ପଡିବ କି ଜେଲରୁ ଆସିବା ପାଇଁ ଆମ ନରୁ ଭାଇ ପୁରା ଜମା ରାଜି ହଉନଥିଲେ କେମିତି ଆସିବେ ଯେତେବେଳେ ଦାସ ସାହେବ ତାଙ୍କୁ ଜେଲ ପଠେଇଛନ୍ତି ବାବୁ ସେ ଦାସ ସାହେବ ଆସିଲେ ବାହାରିବେନି ଆଚ୍ଛା ମାଧବ ତୁ ଆଗରୁ ତ କେତେ ଥର ଜେଲ ଯାଇଛୁ ଆଚ୍ଛା ମତେ କହିଲୁ ତା ଭିତରେ କିଛି ଜଞ୍ଜାଳ ଅଛି ବୁଝିଲ ନରୁ ଭାଇ ଆମେ ପରା ଜେଲ ଯାଇ ପରା ଆମେ ପରା କେତେ ଜେଲ ଚେହେରା ବଦଳେଇ ଦେଇଛୁ ଏଇ ଥାନା କଚେରୀ ଜେଲ ଏ କଥା ମୁଁ ଖାଲି କାନରେ ଶୁଣିଥିଲି କେବେ ତା ଭିତରେ ମୁଁ ଦେଖିନଥିଲି ତମେ ଯାହା କୁହ ତା ନଥିଲେ ମୋ ଜୀବନରେ ଗୋଟେ ଅଫସୋସ ରହିଯାଇଥାନ୍ତା କିନ୍ତୁ ତମେ ଦେଖ ତମେ ଯାହା କୁହ ଏ ଯୁଗରେ ଜେଲ ଭିତରଟା ଯେତେ ନିରାପଦ ଏମିତି ଆଉ ଜାଗା କିଛି ନାହିଁ ଆଉ ଗୋଟିଏ ହପ୍ତା ସମୟ ମାତ୍ର ଗୋଟିଏ ହପ୍ତା ଇଏ ବହୁତ ଇନକ୍ୱାରି ହଉଛି ତ ହଉ ତ ଚିନି ତ ବାଗିନରେ ଅଛି ଆଉ ସେଥିପାଇଁ ଯାହା ଖର୍ଚ୍ଚ ଆମେ ତ ଖର୍ଚ୍ଚ କରୁଛୁ ପ୍ରସ୍ତୁତ ଅଛୁ ଆଇନ ସେ କଥା ଆପଣ ବୁଝିବ ସମୟ ଆପଣ କଣ କହିବେ ଆପଣ ତ ହେଲେ ଆମ ନିଜ ଲୋକ ଇଏ ଆପଣ ଶୁଣନ୍ତୁ ମୁଁ ଜଣେ ଲୋକ ଆପଣଙ୍କ ପାଖକୁ ପଠଉଛି ସେ ଆପଣଙ୍କ କଥା ବୁଝିଦେବା ରହୁଛି ନମସ୍କାର ନମସ୍କାର ଆଚ୍ଛା ମ୍ୟାନେଜର ବାବୁ ସେ ଶର୍ମାଙ୍କୁ ପାଉଣା ଦିଆଯାଇଛି ସାର୍ ଦିଆଯାଇଛି ପୁଣି ଆହୁରି ଲୋଭ ପୁଣି ନେବା ପାଇଁ କିଛି ଚାହୁଁଥିଲେ ମା ଏ କଥା ଜାଣିଛନ୍ତି କହିଛ ମାନେ ମାଙ୍କୁ ନ ପଚାରି ମୁଁ କିଛି କାମ କରିବି ଏଇ ଚିନି ବାବଦକୁ ସମସ୍ତ ଟଙ୍କା ହିସାବ ଯାଇ ସବୁ ଯାକ ମା ରଖିବେ ବୋଲି କହିଦେଇଛନ୍ତି ଆଚ୍ଛା ବେଶ ତମେ ଯାଅ ଇଏ ଶୁଣ ଶୁଣ ତମେ ସେ ଜଣେ ଲୋକ ପଠେଇ ଦିଅ ଶର୍ମା ବାପାକୁ ଟଙ୍କା 2000 ଦେଇକି ତାକୁ କହିବ ମତେ ବୁଝିବି ଇଏ ଗୋପିଆ 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 ନାଇଁ କଣ କୁହ ନଥାଉ ସେ ଗୋପିଆ ଇଏ ମ୍ୟାନେଜର କଣ କହୁଥିଲେ ଏଇ ଚିନି କଥା ତ ନାଇଁ ମୁଁ ମାଧକୁ କଥା ଦେଇ ସାରିଛି ଏ ଚିନି ବାବଦକୁ ଯୋଉ ପଇସାଟା ସେଟା ଭୋଟ ପାଇଁ ଖର୍ଚ୍ଚ ହବ ମୁଁ କଣ କହୁଥିଲି କି ଆମେ ହେଲୁ ବ୍ୟବସାୟୀ ଲୋକ ଆମେ ଅଯଥା ଝାମେଲାରେ ପଶିବାଟା ବ୍ୟବସାୟ କରିପାରିବ ନାଇଁ ନାଇଁ ତମେ ବ୍ୟବସାୟ ବୁଝ ତମେ ବ୍ୟବସାୟ କରିପାରିବ ତମେ ମତେ ଦେଶ ସାରା ଆଖି ବୁଲେଇକି କହିଲ ଏମିତି ଗୋଟେ ବଡ ବ୍ୟବସାୟର ନା କିଏ କିଏ ଭୋଟ ବେଳେ ଆଖି ବୁଝିକିରି ବଇଛି ବସା ମୁଁ ଯାଉଛି ସିଏ କହୁଛନ୍ତି ଟିକେ ନିରୋଳାରେ ଆପଣଙ୍କ ସାଥିରେ କଥାବାର୍ତ୍ତା କରିବେ କାହିଁକିନା ସେଟା ହିଁ ବହୁତ ଲୋକ ଅଛନ୍ତି ବ୍ୟବସାୟୀ ଲୋକ ଆଚ୍ଛା ତମେ ତ ଭିତରୁ ପଠାଅ ଯା ଆଜ୍ଞା ଏଇ ଶୁଣ ତମେ ଟିକେ ଭିତରେ ବସି ଶୁଣ କଣ କହୁଛନ୍ତି ହେଲା ଯାଅ କହୁଥିଲି ଏବେ କହୁଥିଲି ଦେଖ ସାଙ୍ଗେ ସାଙ୍ଗେ ଗ୍ରହ ଆସି ପହଞ୍ଚି ଗଲେ କହିଲେ ବୁଝିପାରନ୍ତି ତମେ ସେଟା ବୁଝିବ ମୁଁ ଅଛି ନମସ୍କାର ନମସ୍କାର କେମିତି ଘରେ ଆପଣ
ଆପଣଙ୍କର ପାଦ ଏତେ ଦିନ ପରେ ପଡିଲା। ଯାଦବ ବାବୁ ଘଟଣାଟା ଯେମିତି ଖରାପ ଆଡକୁ ଗତି କରୁଥିଲା ମୁଁ ତାକୁ ସମ୍ଭାଳି ନେଇ ଏଠିକି ତମ ପାଖକୁ ଆସିଛି। ଯେତେବେଳେ ତମ ସହିତ ଗୋଟେ ସଦ୍ଭାବ ରହିଛି ନା। ଆଜ୍ଞା ଦୟା ଟିକେ ଆମ ଉପରେ ଥାଉ। ଆରେ କିଏ ବସନ୍ତୁ ବସନ୍ତୁ ବସନ୍ତୁ। ଆଜିକାଲିକା କଥା ତ ଜାଣନ୍ତି ଯାଦବ ବାବୁ କାହା କଥା କେହି ମାନିବା ପାଇଁ ପ୍ରସ୍ତୁତ ନୁହଁ। ଖାଲି କଥା କଥା କେ ଘେରୁ ଏବେ ଜଣେ ଖାଉଟି ତମ ଗୋଦାମ ଘେରାଉ କରିବାକୁ ତମେ ବା ଚିନି ଲୁଚେଇଛ। ବୁଝିଲା ସିଂ ବାବୁ ଚିନି ତ ବ୍ୟବସାୟ ପାଇଁ ତାକୁ ଆମେ ଲୁଚେଇ ରଖିବୁ କାହିଁକି? ଆଉ ଲୁଚେଇବା କଥା ଆପଣ ଆସନ୍ତୁ ଆମ ଗୋଦାମ ଘର ବୁଲି ସବୁ ସର୍ଚ୍ଚ କରନ୍ତୁ। ଯଦି କିଲା ଚିନି ପାଇବେ ମୋର ହେଲେ ସପ୍ଲାଏ ଡିପାର୍ଟମେଣ୍ଟ ଲୋକ ଗୁଡା ବା ସବୁ ଖବର ରଖିଛନ୍ତି। କହୁଛନ୍ତି ସପ୍ତାହ ତଳେ ମୋର 5 ବାଗନ ଚିନି ଆସିଛି। କହୁଥିବେ ଆରେ କାହା କହିବାକୁ କଣ ଆମେ ମନା କରିପାରିବା? ଚିନିଟା ଅର୍ଡର ଦିଆଯାଇଛି ଆସୁଥିବ ଆସୁଥିବ ମାନେ ଘରକୁ ଆସି ଯାଇଥିବ ହେଲା। ଆମେ ତାକୁ ଟଙ୍କା ଖର୍ଚ୍ଚ କରି ୱାଗନରୁ ବାହାର କରି ଗୋଦାମ ଯାଇ ବିକ୍ରି ହବ। ଆରେ ସେ କଥା କଣ ଏ ଲୋକ ବୁଝୁଛନ୍ତି? ଖାଲି କହୁଛନ୍ତି ଚିନି ନାହିଁ ତ ଗୋଦାମ ଘରକୁ ଘେରାଉ କର। ଆରେ ଘେରାଉ କଲେ କଣ ଚିନିଟା ପଇସା ହେଇଯିବ? ଆରେ ସେଇ କଥା ତ ସେଇ କଥା ବୁଝେଇ ବୁଝେଇ ମୋ ମୁଣ୍ଡ ବଥେଇଲା। ବହୁତ କଷ୍ଟରେ ବହୁତ ବୁଝେଇଲା ପରେ ସେ ସେଠୁ ବିଦା ହେଲେ। ବାବୁ ଆପଣ ଇଲେକ୍ଟ୍ରି ଆଉନାହାନ୍ତି। ମୋର ଆନ୍ତରିକ ମନ ହେଲେ ହେଲେ ଏଇ କଥା ଶୁଣିଲା ଦିନଠୁ ଏ ପ୍ରତିଦିନ ସକାଳୁ ଖାଲି ଲୋକ ମୋ ଘରକୁ ଧାଡ଼ି ବାନ୍ଧୁଛନ୍ତି। ଲଗାଉଥିବେ କାରଣ ଆପଣଙ୍କ ଭଳି ଜଣେ ମହା ଲୋକ ଥାଉ ଥାଉ ଏ ଅଞ୍ଚଳରେ ଆଉ କିଏ ଅଛି? ମାନୁଛି ମାନୁଛି ଯାଦବ ବାବୁ ହେଲେ ଆଜିକାଲି ଯୋଉ ନାରା ଉଠୁଛି ନୋଟ ନିଅ ଭୋଟ ଦିଅ ସେଥିକୁ ଆମ ଭଳି ସର୍ବହରା ଠାକିଲେ ସିନା ହବ। ସିଂ ବାବୁ ଆପଣ ଜମା ବ୍ୟସ୍ତ ହୁଅନ୍ତୁ। ଆପଣ ଇଲେକ୍ସନରେ ଠିଆ ହୁଅନ୍ତୁ। ଖର୍ଚ୍ଚ ତ ଯାହା ଖର୍ଚ୍ଚ ପଡିବ ମୁଁ ଆପଣଙ୍କୁ ଯଦି ଚାନ୍ଦା ଆକାରରେ ଯାଦବ ବାବୁ ତମ ଭାଇ ବା ଗୋଟେ ଦୌଡୁ ଠିଆ ହେଇଛନ୍ତି। ଆମକୁ ଦିଅ କରିବ ଆମେ ତାକୁ ସେଇଆ ନୁହଁ ତମେ ଗୋଟେ ବ୍ୟବସାୟୀ ଲୋକ। ଆଜ୍ଞା ଆମ ଅଫିସ ଖଣ୍ଡେ ଲୋକ ଧରିକି କହୁଛନ୍ତି କଳା ବଜାରୀ ମୁଁ ନା ଚାଲିଛି ଆଉ। ସିଂ ବାବୁ ଆସନ୍ତୁ ଆମେ ବି ଯିବା ଆଉ ତାଙ୍କ ସାଙ୍ଗରେ ମିଶିକି ସ୍ଲୋଗାନ ଦବା କଣ କଳା ବଜାରୀ ବନ୍ଦ ହଉ ମୁନାଫାକର ଧ୍ୱଂସ ହଉ। କଳା ବଜାରୀ ବନ୍ଦ ହଉ ମୁନାଫାକର ଧ୍ୱଂସ ହଉ। ଆସନ୍ତୁ ଇଏ ଯାଦବ ବାବୁ ମୁଁ ତମ ସାଙ୍ଗରେ ଯିବି କାହିଁ ସ୍ଲୋଗାନ ଦେଲେ କିଛି କଣ ପଇସା ପଡୁଛି? କିଛି ନାହିଁ ଯେ ସେ ବିଚ୍ଛନ୍ଦ ବାବୁଟା ତମ ସାଙ୍ଗରେ ମତେ ଦେଖିଦେଲେ ଦୁନିଆ ଅର୍ଥ ବାହାର କରିବ। ଅର୍ଥ ମାନେ ତମେ ମୋଟା ମାଲ ଦେଇ ମତେ କିଣି ନେଇଛ। ଆରେ ମୁଁ ତ ଏପର୍ଯ୍ୟନ୍ତ ଆପଣଙ୍କୁ ପଇସା ଦେଇକି ଦେଇନି। ଆରେ ସନ୍ଦେହରୁ ପ୍ରଚାର ଯେତେବେଳେ ସେ ମୋର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ। ଆରେ ଆରେ ତମେ ଗୋଟେ କାମ କର ତମେ କିଛି ଲୋକ ନେଇ ତମ କୋଠା ଉପରେ ରଖିବ। ହଁ ଆଉ ଇଟା ପଥରର କିଛି ବ୍ୟବସ୍ଥା କରିବ। ତାପରେ ଦେ ଧନାଧନ ମ୍ୟାନେଜରକୁ କୁହ ନିଶ୍ଚୟ ବେଠି ଡାକିଦେବେ ମୁଁ ତାଙ୍କର ବୁଝିବି। ହଁ ଠିକ ଅଛି। ଇଏ ଯାଦବ ମ୍ୟାଡମ ମତେ ଟିକେ ଶୀଘ୍ର ଚାଲିଯିବାର ବ୍ୟବସ୍ଥା। ଆରେ ଇଏ ସିଂହ ବାବୁ କଣ ଶୃଙ୍ଗାର ଭଳିଆ ଲୁଚିକି ଯିବାକୁ ଚାହୁଁଛନ୍ତି? ମ୍ୟାଡମ ଅବସ୍ଥା ଡକ୍ଟରରେ ପଡିଲେ ସିଂହ ବି ଶୃଙ୍ଗାର ହୁଏ ଆଜ୍ଞା। ସିଂହ ବି ଶୃଙ୍ଗାର ହୁଏ। ମ୍ୟାଡମ କୋଉଠି ଏଠି ଲୁଚେଇ ଦେବାର ବ୍ୟବସ୍ଥା କରନ୍ତୁ। ଲୁଚିବେ ଠିକ ଅଛି ଆପଣ ଆମ ଆର ଘରେ ଲୁଚି ଯାଆନ୍ତୁ। ମ୍ୟାଡମ ମୁଁ ଏଠିକି ଆସିଛି ବୋଲି ଜମା କହିବେନି କାହାକୁ। ନାଇଁ ମ ଆପଣ ନିଶ୍ଚୟ ଥାନ୍ତୁ ଯାଆନ୍ତୁ। ଆସନ୍ତୁ ବିଚ୍ଛେଦ ବାବୁ ଏକାଥରେ ଅନ୍ଦର
ବାହାର ସମସ୍ତଙ୍କ ଆଗତ ରହିଯାଉ ହବ କଥା ହବ ମୋ ସ୍ତ୍ରୀ ସେ ଡାକିଛନ୍ତି ଆପଣଙ୍କ ସହିତ କଥା ହବ କୁହନ୍ତୁ କାହିଁ ଡାକିଲେ ବିଚ୍ଛନ୍ଦ ବାବୁ ହଁ ଆଜିର ସଭାଟା ଆମ ଲକ୍ଷ୍ମୀ ଟ୍ରେଡର୍ସ ଆଗରେ କାହିଁକି କରୁଛନ୍ତି ତାର ଉଦ୍ଦେଶ୍ୟ କହିପାରିବେ କି? ସେଥିରେ ଆପଣଙ୍କ ଆପତ୍ତି ହିନ୍ଦୁସ୍ତାନ ଟ୍ରେଡର୍ସ ଆଗରେ ଏମିତି ସଭା ସମିତି କେବେ କରିଛନ୍ତି ନା ଆଚ୍ଛା ଭବିଷ୍ୟତରେ କେବେ ହବ କି? ସେଟା ମୁଁ କେମିତି ଦେବି ଆଚ୍ଛା ଆପଣଙ୍କ ନିର୍ବାଚନ ପ୍ରଚାର ପାଇଁ କି ଇଏ ହିନ୍ଦୁସ୍ତାନ ଟ୍ରେଡର୍ସ ଏଜେଣ୍ଟ ଶ୍ୟାମଳ ବାବୁ ଆପଣଙ୍କୁ କେତେ ଟଙ୍କା ଚାନ୍ଦା ଦେଇଛନ୍ତି? ଚାନ୍ଦା ମନେ ପକା ଏସବୁ କରିବା ତ ନାଇଁ ମୁଁ କଣ କହୁଥିଲି କି ଆପଣଙ୍କ ସବୁ ଆରମ୍ଭ ହବା ଆଗରୁ ଶ୍ୟାମଳ ବାବୁ କାରରେ ସେଇ ବାଟ ଦେଇ ଯାଉଥିଲେ ଆଉ ଆପଣଙ୍କୁ ଡାକି କଣ ଚୁପ ଚୁପ କରି କଥା ହେଉଥିଲେ? ବାଟରେ ହଁ ଯାଉଥିଲେ ହଁ ହଁ ଶ୍ୟାମଳ ବାବୁ କାଇଁ କାଇଁ ନାଇଁ ତ ନାଇଁ ତ ମୋ କଥା ଆପଣ କାହିଁ ସବୁ ଲକ୍ଷ୍ୟ କରିଛି ବୁଝିଲେ ଆପଣଙ୍କ ଫାଙ୍କି ଦେଲେ ଚଳିବନି ମ ଆପଣ 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 କଣ କରିଛନ୍ତି ଆପଣ ଆମ ଅଫିସ ଆଗକୁ ଦୟାକରି ଏ ଘେରକୁ ଉଠାନ୍ତୁ ପ୍ଲିଜ ଠିକ ଅଛି ଆମେ ଆପଣଙ୍କ ସର୍ତ୍ତରେ କିନ୍ତୁ ଆପଣଙ୍କୁ ବି ଆମର ଗୋଟେ ସର୍ତ୍ତ ମାନିବାକୁ ପଡିବ କଣ ସତ ଆପଣଙ୍କୁ ଆପଣଙ୍କ ଜିନିଷ ଆମ ଆଗରେ ଉଚିତ ମୂଲ୍ୟରେ ଯଦି ଉଚିତ ମୂଲ୍ୟରେ ବିକ୍ରି ହେଉଥାଏ ଆମେ ଚାଲିଯିବୁ ନାଇଁ ମୁଁ କଣ ଆପଣ ରାଗିଲେ କି ନା ମୁଁ କଣ କହୁଥିଲି କି ମାନେ ଶ୍ୟାମଳ ବାବୁ ଯେ ଆପଣଙ୍କୁ କେବଳ ଚାନ୍ଦା ଦେଇ ପାରନ୍ତି ଆମେ ପାରିବୁନି ସେ କଥା ଆପଣ ଭାବିବେନି ଆମେ ବି ଦବୁ ଅସୁବିଧା କୋଉଠି ରହିଲା ଏବେଠୁ ଯାଆନ୍ତୁ ଷ୍ଟ୍ରାଇକ୍ ବନ୍ଦ ହେଲା ଆସନ୍ତୁ ଯିବା प्रभु प्रभु चमत्कार चमत्कार आए सिपाही विद्रोहर लक्ष्मीबाई विषय रे आमे इतिहास रे पढ़िथिलु किंतु आज स्वचक्षुरे देखिलु नहीं नरु भाई श्यामल कासटा देखिले तो ये दल सजे के आइतला हम ऑफिस रो करबा हां हेले कोन सब फसल पटी गला हां हेले सेही कथा देखि के मु तुम भाबुतली तमे सତରେ स्त्री ना पुरुष मोला कैसे यही पुरुष रे व्यवसाय करूची हेले मु केते पुरुष रे व्यवसाय घरे झेटी बुझिलो ट्रेडमार्क सेहित भाई तुम नाटा असल ट्रेडमार्क नरमाल को कथा हाँ मैं लक्ष्मी मिल रो कहूची हाँ मैं तुमको आगुरु कही थी प्रत्येक अट्टा बस्ता लेखा पोकरा मक्का और बस्ता लेखा तेंतुली मजी फेंटी दियो कौन मिसी जाइची तो परीक्षा करिच हाँ ठीक है कौन चेकिंग ऑफिसर से बाबू कहे से बाबू बुझे हाँ मिसी जाइची तो ठीक अछि मार बरा बुझिया अच्छा श्रीमती ट्रेडमार्क हां ए कथाटा मते किछि भल लागिला नै ये पोपरा मक्का तेतुली मंजी कथा तो अच्छा कहिला अरे भाई पुरा कथा बचाची तम घर जदी पुरा मक्का रहि जाई आ से पोको लागि जाई तम घर तक फोपाड़ देबो ना और कोन कर खाइ हां नहीं आउ बाकी रह जाई तेतुली मंजी कथा तमे तो खाद्य बोली कहउछ मଣିଷ ଖାଇ ତାକୁ ପଚୁଛନ୍ତି ଆଉ ତା କଣ କହିବା କିନ୍ତୁ ତମେ ଯାହା କୁହ ଏଇ ପୋକରା ମକା ମଞ୍ଜି ଆଉ ତେନ୍ତୁଳି ମଞ୍ଜିକୁ ଗୁଣ୍ଡ କରି ତମେ ଅଟା ସାଙ୍ଗରେ ମିଶେଇକି ତାକୁ ଯୋଉ ଉଚ୍ଚ ଦାମରେ ବିକୁଛ ମତେ ଭାରି ଦୁଃଖ ଲାଗୁଛି ନରୁ ଭାଇ ବୁଝିଲ ଯୋଉ ଦେଶର ଲୋକମାନେ ନୋଟ ବଦଳରେ ଭୋଟ ଦଉଛନ୍ତି ସେଇ ଲୋକମାନେ ଆମଠୁ କଣ ଆଶା କରିବେ
ସୁନ୍ଦର ମୁଁ ତମକୁ ମନା କରୁଥିଲି ନା ଆଗରୁ ବ୍ୟବସାୟୀ ଲୋକ ଆମେ ଝାମେଲାରେ ପଶିବା ଉଚିତ ନୁହେଁ ମୋ କଥା ମାନିଲନି କଣ ହେଲା এইটা ବି ସେ ଶ୍ୟାମଳ ବାବୁର ଗୋଟେ ଚାଲ ମାନେ ଗୋଟେ ସ୍ତ୍ରୀ ଲୋକ ତାର ଗୋଟେ ଛୁଆ ସେ କଣ କହୁଛି ଜାଣିଛ ଆରେ ସେ ଛୁଆଟାର ବାପା ହଉଛି ଆମ ମାଧବ କଣ ଅଛି କାଇଁ ଆମ ମାଧବର କଣ ବାବାର ବୟସ ହେଇନି ନା ତାର ସେ ବାପା ହେଇପାରିବନି ସେ ଆଜି ଯାଏ କହୁଥିଲା ଠିକ ଇଲେକ୍ସନ ଦେଖିକି ମୁହଁଟାକୁ ବାହାର କରିଦେଲା ନା এইটা ଗୋଟେ ରୀତିମତ ଚକ୍ରାନ୍ତ କଣ ଚକ୍ର ଏ ବସ୍ତା ଦେଖିକି ଯୋଉ ଲାଜ ଓ ବଢି ବଡ ଓଗଳା ଆଣିକି ମୁହଁରେ ପକେଇ ଦେଇଛି ଆରେ ମୁହଁଟାକୁ କାଢୁନି ଜମା ବୁଝିଲ ସେ ତାର ମହତ୍ୱକୁ ଜଗିଛି ଧର ସିଏ ବାହା ହେଇକି ତମ ଘରକୁ ବୋହୁ ହେଇକି ଆସିଥାନ୍ତା ତମେ ତାର ଦେଶ ରହିଥାନ୍ତା କି ନାଇଁ ସେଇଥିପାଇଁ ସେ ମୁଣ୍ଡରେ ଓଢଣା ଦେଇ ମହତ୍ୱକୁ ଜଗିକି ରଖି ଏଗୁଡାକ କିଛି ଭଲ ଲାଗୁନି ଛୁଆଟାକୁ ବଞ୍ଚେଇବାକୁ ଆପଣ ଉଦ୍ୟମ କରି ଯେତେବେଳେ ଫେଲ ସେ ଯାଇଥିଲା ଭାଇଙ୍କ ବଙ୍ଗଳାକୁ ସେଠି ତାକୁ ନୂଆ ବହୁତ ଦେଲେ ନାଇଁ ତମେ ଭଲ କରିଛ ଯାଦବ ତମେ ଭଲ କରିଛ ଆରେ ଆମ ମା କି ସେ ସ୍ତ୍ରୀ ଲୋକଟା କହୁଥିଲେ ସେମାନେ ପାପ କରିଛନ୍ତି ହେଲେ ସେ କଣ ଛୁଆଟା କଣ କରୁଛି ବେଶ ମୁଁ ତାକୁ ଭିତରକୁ ପଠେଇ ଦଉଛି ଆଉ ହଁ ଭାବିଚିନ୍ତି ଯାହାଟା ଭଲ ସେଇଟା କର ହଁ ଶୁଣ ଯାଦବ ତମ ସାଙ୍ଗରେ ମୁଁ ଯିବି କିଛି ସାହାଯ୍ୟ କରି ଚାଲ ଶ୍ୟାମଳର ଆଉ ଗୋଟେ ଚାଲ ତେବେ ବଡ ମଙ୍ଗଳାକୁ ସେ ଯାଇଥିଲା ସିଏ ତାକୁ ଆଶ୍ରୟ ନ ଦେଇ ତଡ଼ିଦେଲେ କାହିଁକି ଆଉ ମା ସେ ପିଲାର ବାପ ପରିଚୟ ଦବାକୁ ଠିକ ଠାଇ ଆସିଛି କାହିଁକି ଆସ ଭିତରକା ଶ୍ରୀମତୀ ଟ୍ରେଡମାର୍କ ଦେଖ ପିଲା ଟିକେ ଟିକେ ଦେଖିଲ ଦେଖ ମା ଦେଖ ଛୁଆଟେ ହେଇଛି ବୁଝିଲ ପୁରା ଆମ ମାଧବର ଦ୍ୱିତୀୟ ସଂସ୍କରଣ ଚବିଲେ ଟୁକା ମା ମାଧବର ନୂଆ ବୋଉ ଯା ମୁଣ୍ଡେ କିଏ ତୁ ଚେଷ୍ଟା କର ତୁ କିଏ কি পরিচয় আছে যে পরিচয় দেবি অপা খালি এক ঘন্টায় মোর পরিচয় মু এ পিলাটির মা নর ভাই কোন প্রমাণ আছে মাধবের পিলার বাপ বলি সেমিতি কিছু প্রমাণ নাহি অপা তেবে তুমি মতে বিশ্বাস কর বা ন কর এ পিলাটি গর্ভরে ধারণ করি বহু চেষ্টা করিଥିଲି ତାକୁ ମଣିଷ କରି ଗଢ଼ି ତୋଳିବି ବୋଲି ହେଲେ ପାରୁନାହିଁ ଅପା ପାରୁନାହିଁ ନିଜକୁ ରକ୍ଷା କରିବାର ଭରସା ନାହିଁ ଯେତେବେଳେ ଏ ପିଲାଟାକୁ କେମିତି ମଣିଷ କରିବି କଣ ଏ ପିଲା ମଧ୍ୟର ରକ୍ଷା ପାଇଗଲେ ପୁଣି କୁମାର ଜୀବନ ଆରମ୍ଭ କରିଦଉ ନା ତମେ ଏମିତି କହିପାରିଲ ଅପା କୁମାରୀ ହେଇ ରହିବାର ଇଚ୍ଛା ଥିଲେ ଏ ବୋଝ ବୋଇ ତମ ପାଖରେ ଠିଆ ହେବା ଅପେକ୍ଷା ମୋର କଣ ଅନ୍ୟ ବାଟ ନଥିଲା ତମେ ଯଦି ମୋ ମାତୃତ୍ୱର ଉପହାସ କର ତେବେ ମୁଁ ମୋ ବାଟରେ ଚାଲିଯିବି ଅପା ଚାଲିଯିବି ତୁ କଣ କରୁଛୁ ତୁ କଣ ସରୁଛୁ ମା ତୁ କଣ ଯାଉଛୁ ତୁ ନାରୀ ତୁ ସନ୍ତାନବତୀ ତୁ ମା তোর অসম্মান না না অসম্ভব অসম্ভব শ্রীমতী টেডমার্ক শোনো টেডমার্ক তুমি তুমি সে প্লেটে গ্রহণ করো তুমি নিষ্ঠুর হওনি তুমি
ମୁଁ ତ ସନ୍ତାନର ଦାୟିତ୍ୱ ଘରକୁ ବୋହୂ ହେଇ ଆସିବାର ସୌଭାଗ୍ୟ ମୋର ଥିଲେ ତମେ ହେଇଥାନ୍ତ ଏ ପିଲାର ବଡ ମା। ନିଅ ଅପା ନିଅ। ଦେଖ ବିନା ଗର୍ଭବୋଧନରେ ତୁମ କଣ ହସି ଉଠିବ। ନିଅ ଧର ଧର ପ୍ଲିଜ ଧର ଧର ମା। ମୋର ଆଜିଠାରୁ ତୁ କଣ ଯାଉଛୁ ମା? ସେଇ ଗୋଟିଏ ରାସ୍ତାରେ ତାଙ୍କରି ସନ୍ଧାନରେ ସିଏ ଯଦି ତତେ ସ୍ତ୍ରୀ ବୋଲି ଅସ୍ୱୀକାର କରେ ଧରି ନେବି ଏ ସଂସାରରେ ମା ହେଇ ବଞ୍ଚିବାର ଅଧିକାର ମୋର ନାହିଁ। ବିଦ୍ରୋହ କରି ଶିଖିନୁ ତୋ ଦାବି ଆଉ ତୋ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ପୁରୁଷ ବିରୁଦ୍ଧରେ ବିଦ୍ରୋହ କରି ଶିଖିନୁ। ପୁରୁଷ ଯଦି ନାରୀକୁ ମର୍ଯ୍ୟାଦା ଦେଇ ଜାଣେ ନା ସ୍ୱାମୀ ଯଦି ସ୍ତ୍ରୀକୁ ମର୍ଯ୍ୟାଦା ଦେଇ ଶିଖିନି ସେଠି ବିଦ୍ରୋହର ମୂଲ୍ୟ କଣ ଅପା? वाह चमत्कार चमत्कार चमत्कार। अरे माँ तो ना कौन लो माँ? भारती। अरे वाह सुंदर ना थी। और तो बापा पिलाटी दिन माँ जाइथिला शेषरे मोरी पाई अपवादर शिकार है बापा आत्महत्या। और तमें तमें शेष को आमर ये माधवर उच्छृंखल मनर शिकार है ना? से वर्ष चाषी आंदोलन नेतृत्व नहीं पुलिस आखिरे धूली दे आश्रय नहीं आमरी घरे तांको सहित मोर संपर्क आस्ते आस्ते घनिष्ठ होता।